ଅଯୋଧ୍ୟାରେ ରାମଲଲାଙ୍କ 5 ବର୍ଷର ବାଳକ ମୂର୍ତ୍ତି କାହିଁକି ସ୍ଥାପନ କରାଗଲା? କ'ଣ ରହିଛି ଏହାର ତାତ୍ପର୍ଯ୍ୟ ଆସନ୍ତୁ ଜାଣିବା। ମନ୍ଦିରରେ ରାମଲଲାଙ୍କ ଆଗମନ ହୋଇସାରିଛି। ଭବ୍ୟ ରାମ ମନ୍ଦିର ଓ କୌଶଲ୍ୟା ନନ୍ଦନଙ୍କର ହୋଇ ମନୋମୋହକ ମୂର୍ତ୍ତି ଦେଖ ଭକ୍ତଗଣ ଭାବ ବିଭୋର ଉଠିଛନ୍ତି। 500 ବର୍ଷର ଅପେକ୍ଷା ପରେ ଆଜି ପବିତ୍ର ନଗରୀ ହେଇପାରିଛି। ପାଶାରେ ରାଜାରାମଙ୍କ ମହଲ ନିର୍ମାଣ ହୋଇ ଅଯୋଧ୍ୟା ଶହ ଶହ ବର୍ଷର ତପ, ଜପ, ତ୍ୟାଗ ଓ ଧୈର୍ଯ୍ୟ ପରେ 22 ଜାନୁଆରୀ 2024ର ଶୁଭ ମୁହୂର୍ତ୍ତରେ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ମନ୍ଦିରରେ 5 ବର୍ଷର ବାଳକ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି, ଯାହାକି 551 ଇଞ୍ଚ ଅଟେ। ତେବେ ଏହି କ୍ରମରେ ଆସନ୍ତୁ ଜାଣିବା ଅଯୋଧ୍ୟାରେ ରାମଲଲାଙ୍କୁ 5 ବର୍ଷର ସ୍ୱରୂପ କାହିଁକି ଦିଆଯାଇଛି। ଅଯୋଧ୍ୟା ମନ୍ଦିରରେ ବିରାଜିତ ରାମଲଲାଙ୍କ 5 ବର୍ଷର ସ୍ୱରୂପ ସମସ୍ତଙ୍କୁ ଆକର୍ଷିତ ଓ ବିମୋହିତ କରୁଛି। ବାଳ ସ୍ୱରୂପ ରାମ ଭଗବାନଙ୍କୁ ଦେଖ ସମସ୍ତେ ଭାବୁକ ହୋଇ ପଡୁଛନ୍ତି। ତେବେ ବହୁ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି ରାମଲଲାଙ୍କ ମୂର୍ତ୍ତିକୁ 5 ବର୍ଷର ସ୍ୱରୂପ କାହିଁକି ଦିଆଯାଇଛି। ହିନ୍ଦୁ ଧର୍ମ ଅନୁସାରେ 5 ବର୍ଷର ସମୟକୁ ହିଁ ବାଲ୍ୟକାଳ ମନେ କରାଯାଏ। 5 ବର୍ଷ ପର୍ଯ୍ୟନ୍ତ ପିଲା ଅବୋଧ ହୋଇଥାଏ। ତେଣୁ ତାର ସବୁ ଭୁଲ କ୍ଷମା କରି ଦିଆଯାଏ। ହିନ୍ଦୁ ଗ୍ରନ୍ଥ ଅନୁସାରେ 5 ବର୍ଷ ପର୍ଯ୍ୟନ୍ତ ଭଗବାନ ଓ ଦିବ୍ୟ ପୁରୁଷଙ୍କ ବାଳଲୀଳାର ଆନନ୍ଦ ନିଆଯାଇଛି। ଅଯୋଧ୍ୟାରେ ପ୍ରଭୁ ରାମଙ୍କ ମୂର୍ତ୍ତି 51 ଇଞ୍ଚର ରହିଛି। ସାଧାରଣତଃ 5 ବର୍ଷ ପର୍ଯ୍ୟନ୍ତ ଶିଶୁର ଉଚ୍ଚତା 43ରୁ 45 ଇଞ୍ଚ ମଧ୍ୟରେ ରହିଥାଏ। କିନ୍ତୁ ଭଗବାନ ରାମ ଯେଉଁ ଯୁଗରେ ଜନ୍ମ ନେଇଥିଲେ ସେହି ସମୟରେ ଶିଶୁର ଉଚ୍ଚତା ରହୁଥିଲା। ଏହା ବ୍ୟତୀତ 51 ଏକ ଶୁଭ ସଂଖ୍ୟା ଥିବାରୁ ରାମଲଲାଙ୍କ ମୂର୍ତ୍ତିର ଉଚ୍ଚତା 51 ଇଞ୍ଚ ରଖାଯାଇଛି।